श्री गणेशाय नमः। नमस्कार बंधुगण, जय जगन्नाथ। मु सस्मिता पाढ़ी आपण मानक स्वागत करुछु आमर हे चैनल। आज आपण मानक पई प्रस्तुत करिछु कामिनी एकादशी व्रत कथा। एही कथा सुनिबा द्वारा मनुष्यर समस्त पाप नाश होइथाए। जानतरे हेउ बा अजाणतरे करिथिबा सब पाप धोई जाए। मृत्यु परे वैकुंठ धामरे स्थान मिले। घरे धन धान्य एवं शांति बजाय रहे। भगवान विष्णु कृपारू सब मनस्कामना पूर्ण होइथाए। एही कथा श्रवण और पठन करिबा द्वारा हजार अश्वमेध यज्ञ करिबा सह समान फल मिलिथाए। तेणु आसंत बंधुगण, एही एकादशी व्रत कथा आरंभ करिबा पूर्वरु प्रथमे श्री नारायणंकर स्तुति पाठ करिबा। चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय जगन्नाथ लिखा को जमा भी कुंठाबोध करेनि। तेणु आसंतो आरंभ करिबा श्री नारायणंकर स्तुति पाठ। जय जय नारायण प्रभु भगवान, क्षीर सिंधु मध्ये सदा अनंत शयन, कंज चरण सेवंती लक्ष्मी ठाकुराणी, सरस्वती पासे करुथांती वीणा ध्वनि, नाभिदेशु पद्म गर्भ होइण उत्पत्ति, चतुर्मुखे वेद ध्वनि पाठ करुथांती, श्रीचरण नख तले गंगा देवी नित्य, ध्वज अंकुश चक्रादि चिन्ह विराजित, शंख चक्र गदा पद्म भुजे शोभा पाए, वक्षरे कौस्तुभ मणि सदा झुलुथाए, श्रीवत्स लांछन चिन्ह जे दृष्टि गोचर, एड़े महिमा प्रभु करुणा सागर, कोटि तटे पीताम्बर हृदय वैजयंती, शिरे रत्न मुकुट बालर विकांति, चतुर्धा मूर्ति आहे श्री पुरुषोत्तम, सच्चिदानंद चिन्मय प्रभु सर्वक्षम, गौरव गंजन आहे सत्य सनातन, वैकुंठ विहारी देव दुरित नाशन, पाप ताप हारी तुम्भे अव्यक्त चिंत्य, मुकुंद मुरारी दई तारी पद्म नेत्र, हर्ता कर्ता ध्यान ध्येय स्वाहा सर्वरूपी, सृष्टि स्थिति सूक्ष्म स्थूल तुम्भे सर्वव्यापी, अनंत कोटि ब्रह्मांड माळ माळ होई, तुम्भल मकूपे प्रभु सदा विराजई, अनंत करे जोग निद्रा प्रभु जाई, चिंतिल सृष्टि सर्जना भियाई बापाई, अंगमणिरु मेदका सुर सृष्टि करी, ता शरीरे मेदिनी गढ़िल दैत्यारी,
ଅଥୟ ହୋଇଲା ଯେଣୁ ମେଦିନୀ ଜଳରେ ଲୋମ ଉପାଡ଼ିଣ ଲୀଳା ଖଞ୍ଜିଲ ତହିଁରେ ସୃଷ୍ଟି ଭିଆଣ ଦାୟିତ୍ୱ ବେଦ କରେ ଦେଇ ପାଳନ ଦାୟିତ୍ୱ ନିଜେ ବହନ କରଇ ସଂହାର ଲୀଳାକୁ ସଂକର୍ଷଣେ ଅର୍ପି ଦେଇ ପିଣ୍ଡ ବ୍ରହ୍ମାଣ୍ଡକୁ ଏକାକାର କଲ ସାଇଁ ସାଗର ରେଣୁ କେହୁ ସଂଖ୍ୟା କରି ପାରିବ ତୁମ୍ଭର ମହିମା ତାଠୁ ବଳି ଅସମ୍ଭବ କେବଳ ନାମକୁ କରି ପାରିଲେ ଆଶ୍ରୟ ସଂସାର ସାଗରୁ ଦୂର ହୁଏ ଭବ ଭୟ ନାରାୟଣ ନାମ ଧରି ପାପୀ ଅଜାମିଳ ନିଶ୍ଚିନ୍ତରେ ଚଳିଗଲା ସେ ବୈକୁଣ୍ଠପୁର ନାମ ଜପ କରି ଯୋଗୀ ଋଷି ଦିବାରାତ୍ରି ତୁମ୍ଭର ସାନ୍ନିଧ୍ୟ ଲାଭ ଭବେ କରିଥାନ୍ତି ନାମର ମହାତ୍ମ୍ୟ ବନି ବାକୁ ଅସମର୍ଥ ସେ ନାମକୁ ଗଳା ମାଳି କରିବା ଯଥାର୍ଥ ତୁମ୍ଭେ ପ୍ରଭୁ କୃପା ନେତ୍ରେ ଚାହିଁଥିବ ଯାହିଁ ତୁମ୍ଭ ପ୍ରେମ ତା ହୃଦୟେ ଉଦୟ ହୁଅଇ ଏ ପିଣ୍ଡରେ ପ୍ରାଣ ଥିବା ଯାଏ ବିଶ୍ୱପତି ନାମ ସଂଖ୍ୟା କରି ମୋର କାଳ ଯାଉ ବିତି ଚରଣେ ଶରଣ ଗଲି आहे नारायण କରୁଣା ଏତିକି କର ଅଳି କରେ ଦୀନ। ଏବେ ଆସନ୍ତୁ ଆରମ୍ଭ କରିବା କାମିନୀ ଏକାଦଶୀ ବ୍ରତ କଥା। ଯୁଧିଷ୍ଠିର ଉବାଚ କହନ୍ତି ଯୁଧିଷ୍ଠିର ରାଜା ବାସୁଦେବଙ୍କୁ କରି ପୂଜା ଶ୍ରାବଣ କୃଷ୍ଣ ଏକାଦଶୀ ତେବଣ ନାମ ରେ ପ୍ରଶଂସୀ। ଶ୍ରୀକୃଷ୍ଣ ଉବାଚ କୃଷ୍ଣ କହନ୍ତି ନୃପ ଶୁଣ ପାପ ନାଶନ ପୁଣ୍ୟମାନ ନାରଦ ବ୍ରହ୍ମାଙ୍କ ସମ୍ବାଦ ଶୁଣିଲେ ତୁଟିବ ବିଷାଦ। ନାରଦ ଉବାଚ ନାରଦ ପଚାରନ୍ତେ ବିଧି ପୂର୍ବେ ଯା କହିଛନ୍ତି ବୁଝି ହେ ଭଗବାନ ପଦ୍ମାସନ ତୁମ୍ଭର ଠାରୁ ଶୁଣି ମନ ଶ୍ରାବଣ କୃଷ୍ଣ ଏକାଦଶୀ ନାମ କହନ୍ତୁ ବ୍ରହ୍ମ ରାଶି ଏଥିରେ ଯେ ବିଧି ଯେ ହେବ ହେ ପ୍ରଭୁ ମୋତେ ତ କହିବ। ବ୍ରହ୍ମା ଉବାଚ ନାରଦ ମୁନି ପଚାରନ୍ତେ କହନ୍ତି ବ୍ରହ୍ମା ଲୋକ ହିତେ କାମିନୀ ନାମରେ ଶ୍ରାବଣୀ ଯେ କୃଷ୍ଣ ଏକାଦଶୀ ରାଣୀ ଯାହାକୁ କର୍ଣ୍ଣ ପଥେ ନେଇ ବାଜପେୟର ଫଳ ପାଇ ଏଥିରେ ପୂଜିବ ଶ୍ରୀଧର ଯେ ଶଙ୍ଖ ଚକ୍ର ଗଦାଧର ମାଧବ ହରି ବିଷ୍ଣୁ ନାମ କିୟ ବା ଶ୍ରୀ ମଧୁସୂଦନ
ପୂର୍ବ ଅଥବା ଧ୍ୟାନ କଲେ ଶୁଣ ହେ ତାହା ଯାହା ମିଳେ। ଗଙ୍ଗାରେ କିଅବା କାଶୀରେ କିଅବା ନୈମିଷେ ପୁଷ୍ପରେ ନ ମିଳେ ଯେଉଁ ଫଳ ପୁଣ୍ୟ ତା ଦିଏ ଶ୍ରୀକୃଷ୍ଣ ଯୋଜନା। ସିଂହର ବୃହସ୍ପତି ଥାଇ ଜାଗୋଦା ବରି ସ୍ନାନ ପାଇ ଦଣ୍ଡକେ ଅବା ବ୍ୟତିପାତେ ସେ ଫଳ ଶ୍ରୀକୃଷ୍ଣ ପୂଜନ୍ତେ। ସାଗର ବନ ଯୁତ କରି ଯେ ଦେଲା ବିପ୍ଳବ ସୁନ୍ଦରୀ ଯେ କଲା ଏକାମିକା ବ୍ରତ ହୁଏ ଦୃଶ ଫଳବନ୍ତ। ସମସ୍ତ ଅଳଙ୍କାର ଥାଇ ଉଭୟ ମୁଖୀ ଯେ ଦିଅଇ ବିଧିରେ କାମିକା କରଇ ନୁହେଁ ସମାନ ଫଳ ପାଇ। ତେଣୁ ସର୍ବଥା ଯତ୍ନ କରି କାମିକା ଦିନେ ନରହରି ଯଥା ଶକ୍ତିରେ ପୂଜା କରି ଯେତେ ପାପକୁ ଭୟ କରି ପାପ ପଙ୍କିଳ ଭବ ସିନ୍ଧୁ ତରଣେ କାମନା ବନ୍ଧୁ। ଏଥିରୁ ତର ତର ହୋଇ ପବିତ୍ର ପାପ ନାଶି ନାହିଁ। ଏ ରୂପ ଏ ବ୍ରତକୁ ନାଶ କହୁଅଛନ୍ତି ନାରାୟଣ। ଏ ରୂପ ଏ ବ୍ରତକୁ ଜାଣ କହୁଅଛନ୍ତି ନାରାୟଣ। ଆଧ୍ୟାତ୍ମ ଧ୍ୟାନରେ ନିରତ ଯେ ଫଳ ଲୋଭଇ ନିୟତ ସେ ଫଳ ଏକାମିକା କରି ନରେ ପାନ୍ତି ନରହରି। ଯେହୁ କାମିକା ବ୍ରତ କରି ଜାଗର ଦେଇ ପୂଜେ ହରି ସେ ରୁଦ୍ର ଯମକୁ ନ ଦେଖେ ନ ରହେ ଦୁର୍ଗତିର ପାଖେ। ଯେ କରେ ଏକାଦଶୀ ବ୍ରତ ସେ ନୁହେଁ କୁଜନି ସମ୍ଭୂତ। କାମିକା ବ୍ରତ ପୂର୍ଣ୍ଣ କରି କୈବଲ୍ୟ ଲଭେ ଯୋଗ କରି ତେଣୁ ସଂଯତ ଚିତ୍ତ ହୋଇ କର ଏ ବ୍ରତ ମୋକ୍ଷ ପାଇଁ। ତୁଳସୀ ପତ୍ରେ ଯେଉଁ ନର ଏ ଦିନ ପୂଜେ ଦାମୋଦର ପାପରେ ନୁହେଁ ସେ ଲିପ୍ତ ପୟରେ ପ୍ରାୟ ବ୍ରହ୍ମପତ୍ର। ସୁବର୍ଣ୍ଣ ସତେ ଭାର ଦେଲେ ନୁହେଁ ତୁଳସୀ ପତ୍ର ତୁଲେ। କାମିକା ଏକାଦଶୀ ଦିନ ତୁଳସୀ ପତ୍ରେ ଯେ ପୂଜନ କୃଷ୍ଣର ଯେତେ ପ୍ରୀତି କରେ ନୁହେଁ ସେ ସୁବର୍ଣ୍ଣର ଭାରେ। କାମିକା ଦିନେ ମଞ୍ଜରୀର ଯେତେ ସନ୍ତୋଷ କୃଷ୍ଣଙ୍କର ରୂପାର ଚାରି ଭାଗ ପୂଜି ସେ ପ୍ରୀତି ନହିବ ରଜି। ପ୍ରବାଳ ବୈଡୂର୍ଯ୍ୟ ମୌକ୍ତିକ ଏ ରତ୍ନ ଆଦି ଯେ ଅନେକ ଏ ପୂଜା ନ ସଇ ହରି କେବଳ ତୁଳସୀ ମଞ୍ଜରୀ। ତୁଳସୀ ମଞ୍ଜରୀରେ ଯେହୁ ପୂଜିଲେ ପ୍ରଭୁ ମହାବାହୁ ତାର ଆଜନ୍ମ ପାପ ଚୟ ନିଶେଷ ଲଭଇ ନିଶ୍ଚୟ। ଯାହାର ଦର୍ଶନ ମଙ୍ଗଳ ନିଖିଳ ଘସଙ୍ଗହର ଯାହାକୁ ଛୁଇଁ ଶୁଦ୍ଧ ହୋଇ ସ୍ତୁତି କରନ୍ତେ ରୋଗ ଯାଇ। ଯାହାକୁ ଶକ୍ତ କରି ଜନ ଗଣନା ନ କରଇ ଯମ ଆବର କଲା ଲୋକଙ୍କର
जे शुद्ध विधाने तत्पर जे विष्णु आलये रोपित होइब विष्णु पादे चित्त करन्ति मोक्ष फले दान से देवी तुलसी समान जे हरि दिने अहर्नि से दीप जालई वृक्ष पाशे जे लोक पुण्य संख्या फल चित्रगुप्तଙ୍କ गोचर एकादशी रे जेउ दीप जालई कृष्ण आगे नृप ता पितृलोक स्वर्गे थाई तृप्त हुअन्ति सुधा पी घृतरे तिल तैलवा दीप जाली जे करे सेवा से कोटि दीप संगे थाई सूर्यलोकंकु सुखे जाई हे नृप तुम्भ आगे सीना कहली कामे का महिमा एणु ए कर्तव्य सर्वथा जार पुण्य हरे व्यथा जे ब्रह्म भ्रूण हत्या पाप विनाशी हार प्रताप ए महापुण्य फल प्रदा स्वर्गरे स्थान दिए सदा श्रद्धारे युक्त होई नर जे शुणे महात्म्य एहार से सर्व पाप मुक्त होई विष्णु लोकरे स्थान पाई। इति श्री ब्रह्मवैवर्ते श्रावण कृष्ण नाम एकादशी महात्म्य नाम सप्तदश अध्याय। एबे आसंतु आज ही पवित्र दिन में किछि समय पछे जगन्नाथ पुराण पाठ करिबा। आज विषय रही पुरुषोत्तम क्षेत्रर परिचय। शुण शुण सुज्ञ जन माने देई मन श्री जगन्नाथ पुराण करिबी वर्णन। पुरुषोत्तम क्षेत्रर महात्मा प्रचार करिबा पाए कि मन बळिछि अपार। सकल क्षेत्रଙ୍କ मध्ये सार जे अटई मोर त वैकुंठ बोली पुराण रे कही श्री विष्णुଙ୍କ कळेबर ए क्षेत्र अटई ता मध्यरे अंतर्वेदी नामे स्थान छई से स्थान महिमा किस वर्णिबी मुखर विष्णुଙ୍କର हृदय से मनरे विचार ଯେଉଁଥି ନିମନ୍ତେ ଏହା ହୋଇଛି ଭିଆଣ ତାହାର ଚରିତ ମାନ ମନ ଦେଇ ଶୁଣ। ସ୍ୱୟଂ ପରମାତ୍ମା ବିଜେ କରିଛନ୍ତି ବୋଲି ତାହାଙ୍କ ଶରୀର ରୂପେ କ୍ଷେତ୍ର ନାମାବଳୀ ପୁଣି ତାହାଙ୍କର ନିଜ ନାମ ଅନୁସାରେ पुरुषोत्तम क्षेत्र जे चौदिगे प्रचरे आहुरी अनेक शास्त्र प्रमाण छई विष्णुଙ୍କର भोग भूमि श्वेत द्वीप होई सारा श्वेत द्वीपे श्री पुरुषोत्तम सार क्षेत्रवर मध्य श्रेष्ठ नाम ता विस्तार पुणे पुरुषोत्तम क्षेत्रर महात्म्य भिन्न भिन्न प्रकारे होइछि चित्रित। केते केते ऋषि महाऋषि सहित रे स्वर्गर देवता गण आसिले गुप्तरे पाद वंदना करन्ति जगन्नाथंकर आहुरी मध्य ए क्षेत्रे होइछि प्रचार क्षेत्रवर ठारू 5 कोश परिजन्ते जमदण्ड न लागोई कारे कदाचिते
ଏହାର କାରଣ ମାନ ଶୁଣ ମନ ଦେଇ। ଥରେ କଥା ପ୍ରସଙ୍ଗରେ ଶ୍ରୀ ଜଗତ ସାଇଁ ଯମକୁ ବୁଝାଇଥିଲେ ଯେବେ କ୍ଷେତ୍ରରେ, କିବା କ୍ଷେତ୍ର ଠାରୁ 5 କୋଶର ଭିତରେ ଯେଉଁ ପ୍ରାଣୀମାନେ ପ୍ରାଣ ତ୍ୟାଗ କରିଥିବେ, ତତ୍କ୍ଷଣ ସ୍ୱରୂପ ମୁକ୍ତି ସେମାନେ ଲଭିବେ। ଏଥକ ତିଳେ ଯମ ସନ୍ଦେହ ନ କର, ଏହା ମଧ୍ୟରେ ନ ରହିବ ତବ ଅଧିକାର। ପୁଣି ପରିସ୍ଥିତି ପ୍ରଳୟର ମୂଳ ଏହି, ତାହା ଗୋଟି ଗୋଟି କରି ଦେଇଛି ବୁଝାଇ। ଏହି ସ୍ଥଳେ ଭଗବାନ ଅବତୀର୍ଣ୍ଣ ହନ୍ତି, ଅନ୍ୟତ୍ର କାର୍ଯ୍ୟ କରିବା ପାଇଁ କି ଚଳନ୍ତି। ପୁନଶ୍ଚ ଆପଣା କାର୍ଯ୍ୟ ସମ୍ପାଦନ କରି ଏହି ସ୍ଥାନରୁ ଆସନ୍ତି ସର୍ବଜନ ଫେରି। ଏଣୁ 10 ଅବତାରେ ମିଳେ ଯେଉଁ ଫଳ, ଏହି ଗୋଟିଏ ସ୍ଥାନରେ ମିଳଇ ସକଳ। ବହୁ ବଡ଼ ବଡ଼ ଶାସ୍ତ୍ର ପୁରାଣ ମଧ୍ୟରେ ଏ କ୍ଷେତ୍ର ବର୍ଣ୍ଣନା ଅଛି ବିସ୍ତୃତ ଭାବରେ। ତା ମଧ୍ୟରେ ବ୍ୟାସଙ୍କର 18 ଶାସ୍ତ୍ର, ଆବର ସ୍କନ୍ଧ ପୁରାଣେ ହୋଇଛି ବିଦିତ। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଉତ୍କଳ ଖଣ୍ଡରେ ବର୍ଣ୍ଣନା ହୋଇଛି ଯେ ବିଶେଷର ଭାବରେ। ଅନ୍ୟାନ୍ୟ ବହୁ ପୁରାଣେ ଏହି କ୍ଷେତ୍ର ଗିର ବର୍ଣ୍ଣନା ହୋଇଛି ପୁଣି ଅନେକ ଭାବର। ସେଥିରେ ଉଲ୍ଲେଖ ଅଛି ଯେଉଁ ବିବରଣ, ଠିକେ ଠିକେ ଏହିଠାରେ କରୁଛି ବର୍ଣ୍ଣନ। ଜୀବ ସୃଷ୍ଟି କରି ପ୍ରଭୁ ଯେପରି ଚାଲନ୍ତି, ସେହିପରି ମଧ୍ୟ ମୁକ୍ତି ପଥ ଖୋଲିଛନ୍ତି। ଅନ୍ୟାନ୍ୟ ତୀର୍ଥରେ ତାହାଙ୍କର ଅଂଶ ମାତ୍ର, କିବା ଶସ୍ତ୍ର କଳାରୁ କଳା ଏପର୍ଯ୍ୟନ୍ତ ଆବିର୍ଭାବ ହୋଇଥାନ୍ତି ସେଠାବରେ ଯାଇ। ସେତିକିରେ 14 ପୁର ଦିଏ ସେ ବୁଲାଇ। ଏହାର ଦୃଷ୍ଟାନ୍ତ ମାନ ବହୁ ଶାସ୍ତ୍ରେ ଅଛି, ତା ମଧ୍ୟ କେତେକ ମୁହିଁ ବୁଝାଇ ଦେଉଛି। ଭକ୍ତ ଯେତେବେଳେ ଅତି ଆକୁଳ କଣ୍ଠରେ ଡାକନ୍ତି ପାଇବା ପାଇଁ ପୁତ୍ର ପରକାରେ, ସେବେଳେ ନ ସହି ପାରି ଜଗତର ନାଥ ଭକ୍ତର ମାନ ରଖନ୍ତି ହୋଇ ତାଙ୍କ ସୁତ। ନଦିଆ ନବରେ ପଦ୍ମନାଭ ମିଶ୍ର ଘରେ ଜନମ ଲଭିଲେ ସଚୀ ମାତାଙ୍କ କୋଳରେ। କିନ୍ତୁ ସେଠାରେ ସ୍ଥିର ହୋଇଣ ସେ ନ ରହି, ପିତା ମାତା ଜ୍ଞାତି ମାନ ବିସର୍ଜନ ଦେଇ। ଯୁବତୀର ମଣି ପାଶୁ ବାସର ଗୃହରୁ ପଳାଇ ଆସିଲେ ନିଶା ଅର୍ଦ୍ଧେ ନିଜ ପୁରୁ। ସାରା ଜଗତରେ ହରି ଲୀଳା ପ୍ରେମାମୃତ ବିତରଣ କରି ଶେଷେ ଆସି ଏହି କ୍ଷେତ୍ର। ବୈଷ୍ଣବ ରୂପୀ ରାଜାଙ୍କୁ କରି ଦର୍ଶନ, ଆନନ୍ଦରେ ଶ୍ରୀ ଚୈତନ୍ୟ ଦେବ ହେଲେ ମଗ୍ନ। ଚୈତନ୍ୟ ଚରିତାମୃତେ ବିସ୍ତୃତ ଭାବରେ ବର୍ଣ୍ଣନା ହୋଇଛି ଚୈତନ୍ୟଙ୍କ ସମ୍ବୋଧରେ। ତାପରେ ଅଚ୍ୟୁତାନନ୍ଦ ଆଦି 5 ସଖା, ଏହି କ୍ଷେତ୍ରରେ ହୋଇଲା ସଭିଙ୍କର ଦେଖା। ଯୁଗାଧ ମାଳିକା ମାନ କରି ସେ ପ୍ରଚାର, ଶେଷେ ଲୀନ ହେଲେ ଜଗନ୍ନାଥଙ୍କ ପୟର।
ଏହି ସମ୍ପର୍କରେ ଏକ କଥିତ ଛଇ ବଳରାମ ସଦା ପୁରୀ କ୍ଷେତ୍ରେ ଥିଲେ ରହି ସମସ୍ତେ ତାହାଙ୍କୁ ଅଜା ବୋଲି ନ ଡାକନ୍ତି ନାତି ରୂପେ ଜଗତକୁ ସେ ଥଟ୍ଟା କରନ୍ତି କିନ୍ତୁ ସେ ଜଗନ୍ନାଥଙ୍କୁ ଅଜା ଡାକୁଥାନ୍ତି ଲକ୍ଷ୍ମୀଙ୍କ ସଙ୍ଗରେ ନୀତି ଥଟ୍ଟାରେ ଲାଗନ୍ତି ପ୍ରତିଦିନ ମହାଲକ୍ଷ୍ମୀ ନଗରକୁ ଯାଇ ଟେରି ଟେରି ବୋଲି ଥୋକେ ଆସନ୍ତି ଲଗାଇ କିନ୍ତୁ ବଳରାମଙ୍କର ସଦା ଥାଏ ମନ କିପରି ଲକ୍ଷ୍ମୀଙ୍କ ବିଜେ କରିବି ଦର୍ଶନ ସେହି ସମୟକୁ ଭଣ୍ଡି ମନ୍ଦିର ହାତରେ ଲୋଚନ ରହନ୍ତି ନ ଜାଣନ୍ତି କେ ଗୁପ୍ତରେ ଦିନେ ମହାଲକ୍ଷ୍ମୀ ପଡ଼ି ଚରଚିବା ପାଇଁ ବାହାରିଲେ ନିଶା ଅର୍ଦ୍ଧେ ସୁସଜ୍ଜିତ ହୋଇ ବଳରାମ ସେ ସମୟେ ହୋଇ ଉପସ୍ଥିତ ବୋଇଲେ ଲୋଟେରୀ ତୋତେ ଦେଖିଲି ମୁଁ ନେତ୍ର ଏପରି କହନ୍ତେ ଲକ୍ଷ୍ମୀ ରୋଷ ଭର ହୋଇ ସାପ ଦେଲେ ବଳରାମ ଦାସକୁ ଅନାଇ ଆରେ ନିଅଂସା ମୋ ସଙ୍ଗେ ଲଗାଇଛୁ ନୀତି ଅପନ୍ତରାରେ ତୋର ପ୍ରାଣ ଜୀବ ବିତି ଏତିକି କହିଲେ ଯହୁଁ ବଳରାମ ଦାସେ ଅପନ୍ତରାରେ ରହିଲା ସେ ଯାଇ ରୋଷେ ଯେତେବେଳେ ପ୍ରାଣ ଯିବା ସମୟ ହୋଇଲା ପରମ ବ୍ରହ୍ମରେ ସଦା ଲୟ ଲଗାଇଲା ସହି ନ ପାରିଣ ପ୍ରଭୁ ହୁଅନ୍ତେ ବାହାର ଲକ୍ଷ୍ମୀ ମଧ୍ୟ ଦେଖିବାକୁ ଚଳିଲେ ଶ୍ରଦ୍ଧାର ସେବେଳେ ଲକ୍ଷ୍ମୀ ସହିତେ ଦେଖି ନାରାୟଣ କହିଥିଲା ବଳରାମ ପ୍ରଭୁଙ୍କ ଆଗେଣ ତେରି ମତେ କହିଥିଲ ତୁ ଅପନ୍ତରାରେ ମରିବୁ ବଳିଆ କେ ନଥିବେ ତୋ ପାଶରେ ତାହାର କଥା ନହିଲା କାର୍ଯ୍ୟ ପରିଣତ ମୋର ନିକଟେ ରହିଅଛି ତ୍ରିଜଗତ ଲକ୍ଷ୍ମୀ ବୋଇଲେ କେଉଁଠି କିଏ ଅଛି ରହି ପ୍ରଳାପ କରୁଛୁ ବୋଧେ ଜ୍ଞାନ ତୋର ନାହିଁ ବଳରାମ କହିଥିଲା ତୁ ଜଗତ ମାତା ଆଗର ତୋ ସଙ୍ଗତେ ଅଛି ସୃଷ୍ଟି ପିତା ତୁମ୍ଭେ ଦୁହେଁ ଯେତେବେଳେ ଅଛ ମୋ ଆଗରେ ଆଉ ବା କାହାକୁ ଲୋଡ଼ା ଅଟ ଏ ସଂସାରେ ଏତିକି କହିଣ ଲକ୍ଷ୍ମୀ ନାରାୟଣଙ୍କର ପାଦରେ ମସ୍ତକ ରଖି ତେଜିଲା ଶରୀର ସେହିପରି ଚୈତନ୍ୟ ଦର୍ଶନ ସମୟେ ନୃତ୍ୟ କରୁଥିଲେ ପ୍ରେମେ ହୋଇଣ ତନ୍ମୟେ ଜନଗହଳରେ କେଣେ ଗଲେ ହେଉ ଭାଇ ଖୋଜି ଖୋଜି ଚଉଦିଗେ ନ ପାଇଲେ କେହି ଶେଷେ ସ୍ୱପ୍ନାଦେଶ ହେଲା ଚକାଡୋଳାଙ୍କର ପୂର୍ଣ୍ଣ ବ୍ରହ୍ମଲୀନ ହେଲା ଅଂଶ ତାଙ୍କର ଯେପରି ସକଳ ନଦୀ ହୁଏ ପ୍ରବାହିତ ସାଗରେ ମିଶିଲେ ନିଜ ଗୁଣ ହୁଏ ଲୁପ୍ତ ସେହିପରି ବ୍ରହ୍ମଙ୍ଗେ ସକଳେ ମିଶନ୍ତି ପୁନଶ୍ଚ ସେଠାରୁ ଯାଇ ଜନମ ଲଭନ୍ତି ସୃଷ୍ଟି ଆରମ୍ଭରୁ ଏହି କ୍ଷେତ୍ର ରହିଅଛି ଏହାର ବହୁ ପ୍ରମାଣ ଭୂଗର୍ଭ ମିଳୁଛି ଯେଉଁ 5 କୋଟି ବଟ ଜଗତରେ ସାର ତା ମଧ୍ୟରେ ଶ୍ରେଷ୍ଠ କଳ୍ପ ବଟ ନାମ ଯାର ଯେ ବଣ ବଟର ଆଦି ଅନ୍ତ କିଛି ନାହିଁ
प्रभुଙ୍କ आज्ञारे महाप्रलय बड़ई प्रलय जल न पारे ताकू स्पर्श करी सेबट छई नील सुंदर आवरी महिमा ताहार अंगे देवे अगोचर मुछार वर्णिमी किस महिमा ताहार ସେହି କଳ୍ପବଟ ଫୁଟେ ଜଗତର तात ବିଜୟ କରିଅଛନ୍ତି ଭାଇ ଭାର୍ଯ୍ୟା ସାଥ ଭଗ୍ନୀ ସୁଭଦ୍ରାକୁ ମଧ୍ୟ ପାଶେ ରଖିଛନ୍ତି ଘୋର କଳିରେ ଅଟନ୍ତି ସେ ବ୍ରହ୍ମା ମୂରତି ମାତ୍ର ସାପ୍ୟରେ ଅପୂଜା ବୋଲିବେନି ବର ସୁଭଦ୍ରା ରୂପରେ ପୂଜା ପାଆନ୍ତି ଏଠାର ଏମନ୍ତ ଅଟଇ ଏହି କ୍ଷେତ୍ରର ମହାତ୍ମ୍ୟ ମହାଯୋଗୀ ଋଷି ଯେ ବର୍ଣ୍ଣନେ ଅସମର୍ଥ ପୁଣି ଶଙ୍ଖନାଭି ବୋଲି ରହିଛି ଶାସ୍ତ୍ରରେ କୋଟି ତୀର୍ଥ ଲୁଚି ରହିଅଛି ସେଠାବରେ ତାହାର ମହିମା ମାନ ଅଟେ ଅଦ୍ଭୁତ ସ୍ୱୟଂ ପରମ ବ୍ରହ୍ମ ହରି ସର୍ବଦା ଜାଗ୍ରତ ତାହାଙ୍କ ଭୟ ପାଦ ପଦ୍ମ ଅନୁସରି କ୍ଷେତ୍ର ପରିଚୟ କ୍ଷେତ୍ର ଲେଖିଲା ବିଚାରି ଇତେ ଶ୍ରୀମଦ୍ଭାଗବତେ ଜଗନ୍ନାଥ ପୁରାଣେ ପୁରୁଷୋତ୍ତମ କ୍ଷେତ୍ର ପରିଚୟ ବର୍ଣ୍ଣନେ ନାମ प्रथम अध्याय द्वितीय अध्याय विधातांको नारायणंकर उपदेश देवा शुण शुण सुज्ञ जने अपूर्व चरित जहा श्रवण रे कर्ण होइब पवित्र श्री जगन्नाथ पुराण बोली नाम जार भव संसार नदी को नौका परकार ब्रह्मा ओ विष्णुंकर कथोपकथन श्रवण कर सकले देई मन कर्ण शिवंक मुखरु स्कंद आद्यरे क्षेत्र महात्म्य विषय होइथिले अवगत सिद्ध ऋषि आउ देव गणंक सभारे श्रीक्षेत्र महिमा से हो कहवा काल जैमिनी मुनि सकल श्रवण करिले नैमिषारण्य ऋषि आगे बखाणिले जो गाथा मान से हो करिले बयान उत्कल खंड नाम रे अटे से हो गण्य तहिरे अछई ब्रह्मा सृष्टि तैयारिले सृष्टि भार हेतु निजे भाराक्रांत हेले मन मध्यरे बसीण करिले विचार केवल उपाय गोटी करिब स्थिर जेउथिरे न लागिब सृष्टि भार मते सकल जने चलिबे सत्य धर्म पथे ताहांक मुक्ति उपाय होइब जेपरि सेहि कथा गोटी धाता मने भावी करी श्री विष्णु को परामर्श मागिबा निमंते प्रवेश होइले नील सुंदर पर्वते थकाए दूर रे रही स्तव आरंभिले ताहांक तपरे प्रभु संतोष होइले नील मेघरे विद्युत झलक जेसना तेमंत भावरे प्रभु होई विद्यमान शंख चक्र गदा पद्म तांकु देखई बोइले लो माता तुम्हे सुना मन देई मोह माया रे सकले अटंती मोहित अखंड सुदृढ़ से हो पुणी मजबूत कर्म रूप बंधन रे प्राणी को पकाई भवसागर मध्य रे घोषारु अछई
ସେ କର୍ମରୂପ ବନ୍ଧନ କରିବାକୁ ଛିନ୍ନ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ କେଉଁ ଜନ ତେଣୁ ମାୟାରେ ବନ୍ଧନ ଥିବା ପର୍ଯ୍ୟନ୍ତେ ଲାଗିଥିବ ଜନ୍ମ ମୃତ୍ୟୁ ଶୁଣ ଦେଇ ଚିତ୍ତେ ତାପରେ ବହୁ ପ୍ରକାର ଉପଦେଶ ଦେଇ ଉପାୟ କହି ପ୍ରଭୁ ଦେଲେ କବତାଇ ବୋଇଲେ ଆହେ ବିଧାତା ଶୁଣ ଦେଇ ମନ ଦକ୍ଷିଣ ମହୋଦଧିର କୂଳେ ଏକ ସ୍ଥାନ ନୀଳ ସୁନ୍ଦର ବୋଲିଣ ନାମ ଅଟେ ତାର ମୋର ଗୋପନୀୟ ସ୍ଥାନ ଅଛି ତା ମଧ୍ୟର ମୁହିଁ ସେହି ସ୍ଥାନ ମଧ୍ୟ ଗୋପନେ ରହିଛି ସର୍ବସଙ୍ଗ ତ୍ୟାଗ କରି ଆନନ୍ଦରେ ଅଛି ମୋହ ନାମ ଅନୁସାରେ ଏ କ୍ଷେତ୍ରର ମଧ୍ୟ ମୁହିଁ ସେହି ସ୍ଥାନ ଗୋପନେ ରହିଛି ମଧ୍ୟ ସର୍ବସଙ୍ଗ ତ୍ୟାଗ କରି ଆନନ୍ଦରେ ଅଛି ମୋହ ନାମ ଅନୁସାରେ କ୍ଷେତ୍ରର ନାମ ବର୍ଣ୍ଣନା କରା ହୋଇଛି ପୁରୁଷ ଉତ୍ତମ ସୃଷ୍ଟି ପ୍ରଳୟରେ ଏଠି ପ୍ରଳୟ ନ ହୁଏ ଯୁଗ ଯୁଗ ଏହିପରି ବିଦ୍ୟମାନ ଥାଏ ଯେଉଁ ଚକ୍ର ଆଦି ଚିହ୍ନ ଦେଖୁଛ ନେତ୍ରରେ ତେମନ୍ତ ଦେଖିବ ମଧ୍ୟ ପୁରୁଷୋତ୍ତମରେ କଳ୍ପବଟ ମୂଳେ ଅଛି ଯେ ରୋହିଣୀ କୁଣ୍ଡ ସ୍ନାନ କଲେ ତହିଁ ନ ମିଳଇ ଯମଦଣ୍ଡ ଚର୍ମ ଚକ୍ଷୁରେ ସେ କୁଣ୍ଡେ କଲେ ଦର୍ଶନ ମୋର କଳେ ଭୋର ତହିଁ ଦିଶଇ ଶୋଭନ ଯେତେକ ପାପ ମାନବ ଗଣଙ୍ଗେ ଥିବ ତହିଁରେ ସ୍ନାନ ମାତ୍ରକେ ମୁକ୍ତ ହୋଇବ ତୁମ୍ଭେ କ୍ଷେତ୍ର ଠାକୁ ଯାଇ ଅନ୍ତର ମଧ୍ୟରେ ମୋତେ ଜପ କଲେ ସବୁ ଜାଣିବ ତୀରେ ଶ୍ରୀକ୍ଷେତ୍ର ମହିମା କିଛି ସାମାନ୍ୟ ନୁହଁ ସେ ସ୍ଥାନ ଗମିଲେ ଜାଣିପାରିବ ସବୁ ହିଁ ଅଖଣ୍ଡ ଗୋପତ ହୋଇଥିବାରୁ ସେ ସ୍ଥାନ ଇତିହାସ ପୁରାଣରେ ରହିଛି ଗୋପନ ବେଦ ବିଧାନରେ ମଧ୍ୟ ତା ବର୍ଣ୍ଣନା ନାହିଁ ଅନ୍ତର ମଧ୍ୟ ଜପିଲେ ନିଜେ ଜାଣିବ ହେ ଧାତା ତୁମ୍ଭଙ୍କୁ ମୁହିଁ ଦିଏ ଉପଦେଶ ଶ୍ରୀ ନୀଳକନ୍ଦର ମଧ୍ୟ କର ଯାଇବାସ ମାୟାରେ ମାନବ ରୂପ ଧାରଣ କରିଣ ମୋର ଲୀଳା କ୍ଷେତ୍ର ମଧ୍ୟ କର ବିଚରଣ ମହାନିତ୍ୟ ବୋଲି ଦେବେ ଯାହାକୁ କହନ୍ତି ସେହି ପୁରୁଷୋତ୍ତମରେ କରନ୍ତୁ ବସତି ଅକ୍ଲେଶରେ ବ୍ରହ୍ମାଙ୍କର ଦର୍ଶନ ପାଇବ ସଂସାରର ଭଲ ମନ୍ଦ ତାଙ୍କୁ ଜଣାଇବ ତାହେଲେ ତୁମ୍ଭର ଭାରା ହୋଇବ ଉଶ୍ୱାସ ଆବର କ୍ଷେତ୍ର ମହିମା ହେବ ପ୍ରକାଶ ଆହେ ସୁଜ୍ଞ ଜନେ ଶୁଣ ଅପୂର୍ବ ଚରିତ ଗୀତ ଛନ୍ଦେ ଭାବି ଲେଖେ ଦିନହୀନ କ୍ଷେତ୍ର ଇତି ଶ୍ରୀମଦ୍ ଭାଗବତେ ଜଗନ୍ନାଥ ପୁରାଣେ ବ୍ରହ୍ମା ବିଷ୍ଣୁଙ୍କର କଥୋପକଥନେ ନାମ ଦ୍ୱିତୀୟ ଅଧ୍ୟାୟ ତୃତୀୟ ଅଧ୍ୟାୟ ବ୍ରହ୍ମାଙ୍କର ପୁରୁଷୋତ୍ତମ କ୍ଷେତ୍ରକୁ ଗମନ ଓ କାକ ଚତୁର୍ଭୁଜ ହେବା ବର୍ଣ୍ଣନ ଶୁଣନ୍ତ ବିବୁଧ ଜନେ ଅପୂର୍ବ ଚରିତ ଯାହା ଶ୍ରବଣରେ କର୍ଣ୍ଣ ହୋଇବ ପବିତ୍ର ଯେଉଁ ଲୀଳାମୟ ନାଥ ଜଗତ ବିହାରୀ ତାହାଙ୍କ ଲୀଳା ଖେଳାକୁ କିଏ ପାରେ ବାରି ଶ୍ରୀ ପୁରୁଷୋତ୍ତମେ ଶଙ୍ଖ ନାଭି ମଣ୍ଡଳରେ
ବିଜୟ କରିଣଛନ୍ତି ସତ ଦଳ ପରେ। ବଡ଼ ଦେଉଳରେ ଯେଉଁ ରତ୍ନ ସିଂହାସନ, ତାହା ମଧ୍ୟ ଲକ୍ଷେ ଶାଳ ଗ୍ରାମ ବିଦ୍ୟମାନ। ତାପରେ ବସି ଅଛନ୍ତି ପ୍ରଭୁ ଚକାଡୋଳା, ଭକ୍ତଙ୍କ ନିମନ୍ତେ କରିବାକୁ ଲୀଳା ଖେଳା। ଚକା ଚକା ଆଖି ମେଲି ଜଗତ ଦେଖନ୍ତି, ବାହୁ ପ୍ରସାରି ସକଳ ଭକ୍ତଙ୍କୁ ଡାକନ୍ତି। ଏମନ୍ତ ମହିମା ଅଟେ ଯେଉଁ ପ୍ରଭୁଙ୍କର, ବର୍ଣ୍ଣନା କରିବି କିବା ମୁହିଁ ଛାରନର। ବ୍ରହ୍ମାଙ୍କୁ ଆଦେଶ ଦେଲେ ଜଗତ ଜୀବନ, ନୀଳ ସୁନ୍ଦରକୁ ତୁମ୍ଭେ କର ଆଗମନ। ସେଠାରେ ତପସ୍ୟା କଲେ ଆମ୍ଭଙ୍କୁ ପାଇବ, ପୁରୁଷୋତ୍ତମ କ୍ଷେତ୍ରର ଐତିହ୍ୟ ଜାଣିବ। ଏଭାବେ ଆଦେଶ ଦେଲେ ଯହୁଁ ଜଗନ୍ନାଥ, ମିଳିଲେ ନୀଳ ସୁନ୍ଦରେ ଯାଇ ଲୋକତାତ। କଳ୍ପବଟ ତଟରେ ବିଜୟ କରିଣ, ଭଜନ କରିଲା ବ୍ରହ୍ମେ ଲୟ ଲଗାଇଣ। ଏହିପରି ଭାବେ ବହୁ ଦିନ ଗଲା ବହି, ତାହାପରେ ଯାହା ହେଲା ଶୁଣ ମନ ଦେଇ। ଅତ୍ୟନ୍ତ ତୃଷାର୍ତ୍ତ ହୋଇ ଏକ ଗୋଟି କାକ, ଉଡ଼ି ଉଡ଼ି ମିଳିଲା ରୋହିଣୀ କୁଣ୍ଡ ପାଖ। ଦେଖିଲା ସେ କୁଣ୍ଡ ଜଳ ହୋଇଅଛି ପୂର୍ଣ୍ଣ, ଆତ୍ମସନ୍ତୋଷ କରିଣ କଲା ସେ ପାନ। ତାପରେ ସେ ଜଳ ପୂର୍ଣ୍ଣ କୁଣ୍ଡରେ ବୁଡ଼ିଲା, ସ୍ନାନ ସାରିଣ ନୀଳ ମାଧବେ ଦେଖିଲା। ନବୀନ ନିରୋଧ କାନ୍ତି ଅତି ମନୋହର, ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭୁଛି ହସ୍ତର। ନୀଳମେଘରେ ବିଜୁଳି ଯେସନେ ଶୋଭଇ, ପ୍ରଭୁଙ୍କ ଶ୍ରୀ ଅଙ୍ଗ ଶୋଭା ତେମନ୍ତ ରାଜଇ। ଦେଖିଣ କାକ ମନରେ ଆନନ୍ଦ ଲଭିଲା, ପୁନ ପୁନ ପ୍ରଣିପାତ ପୟରେ ହୋଇଲା। ନେଉଛାଳି ହୋଇ ତଳେ ଗଡ଼ିଲା ସେ କାକ, ଜୈମିନୀ ସମସ୍ତ ଦେଖୁଥାନ୍ତି ରହି ପାଖ। ଅନେକ ସମୟ କାଳ ଗଡ଼ନ୍ତେ ସେଠାରେ, ବିଷ୍ଣୁ ସୁମରିଣ ପ୍ରାଣ ତେଜିଲା ସତରେ। ନିଜ କଳେବର ତ୍ୟାଗ କରି ସେ ବହନ, ଶଙ୍ଖ ଚକ୍ର ଗଦା ପଦ୍ମେ ହେଲା ବିଦ୍ୟମାନ। ଅତି ମନୋହର ବେଶ ହୋଇ କାକବର, ଶ୍ରୀନୀଳ ମାଧବ ପାଶେ ମିଳିଲା ସତର। ଏମନ୍ତ ସ୍ୱରୂପ ନେତ୍ରେ କାକଟାର ଦେଖି, ମନେ ମନେ ବେଦବର ହେଲେ ଅତି ସୁଖୀ। ଆବର ହୃଦୟ ପଦ୍ମେ ବସି ଚିନ୍ତା କଲେ, କାକ ମୁକ୍ତି ପରେ ପ୍ରାଣୀ ମୁକ୍ତି ହେବେ ହେଳେ। ତେଣୁ ଏହି ସୃଷ୍ଟି କ୍ରମେ କ୍ରମେ କ୍ଷୀଣ ହେବ, ନୂତନ ଯୁଗ ଆବର ଉଦ୍ଭବ ହୋଇବ। ଆହୁରି ମଧ୍ୟ ମନରେ କରିଲେ ବିଚାର, ସଂଶୟ ଜାତ ହୋଇଲା ତାହାଙ୍କ ମନର। ଭାବିଲେ ତପଜ ପରେ ନାହିଁ ଏଠି ଫଳ, କେବଳ ଭଜନ କଲେ ପ୍ରଭୁ ଆଦି ମୂଳ। ତାହାଙ୍କ ନାମକୁ ସଦା କରିଲେ କୀର୍ତ୍ତନ, ସ୍ୱୟଂ ବ୍ରହ୍ମାଙ୍କର ଅଙ୍ଗେ ହେବନି ମଗନ। ଏମନ୍ତ ବିଚାରି ହରି ହରି ବୋଲି କହି, ଗଡ଼ିଗଲେ ସେ ଧୂଳିରେ ଆନନ୍ଦିତ ହୋଇ। ସକଳ କଳ୍ମଷ ତାଙ୍କ ଅଙ୍ଗୁ ହେଲା ନାଶ, ପରମ ବ୍ରହ୍ମ ସ୍ୱରୂପ ହୋଇଲା ପ୍ରକାଶ। ଏଥିପୂର୍ବେ ଭଗବାନ ବିଷ୍ଣୁ ବିଧାତାଙ୍କୁ ଅହରିତ ହୋଇଥିଲେ କହି ସେ ତତ୍ତ୍ୱକୁ।
ସାକ୍ଷାତରେ ବ୍ରହ୍ମା ତାହା ଦେଖି ନୟନରେ ଅପାର ଆନନ୍ଦ ସେ ହୋଇଲେ ମନରେ। ଯେଉଁ ହରିଙ୍କର ନାମ କରିଲେ ସ୍ମରଣ ସର୍ବ ପାପ ତାପ ଅଙ୍ଗୁ ହୁଏ ନିବାରଣ। ତାହାଙ୍କ ମହିମା ଅଟେ ଦେବେ ଅଗୋଚର ମୁଛାର ନର କି ସବା ବର୍ଣ୍ଣେ ମୁଖର। ବ୍ରହ୍ମା ନାରାୟଣଙ୍କର କଥୋପକଥନ ଧାତାଙ୍କର ଶ୍ରୀ ପୁରୁଷୋତ୍ତମ ଦର୍ଶନ। କାକପତି ଚତୁର୍ଭୁଜ ମୂରତି ହୋଇଲା ଯୁଗ ଯୁଗକୁ ସେଠାରେ ବିଦ୍ୟମାନ ହେଲା। ହେମନ୍ତ ଅଟଇ ଏହି କ୍ଷେତ୍ର ସମାଚାର ଅଧମ କ୍ଷେତ୍ର ମୋହନ କଲାୟା ଗୀତର। ଇତି ଶ୍ରୀମଦ୍ଭାଗବତେ ଶ୍ରୀ ଜଗନ୍ନାଥ ପୁରାଣେ ବ୍ରହ୍ମା ବିଷ୍ଣୁଙ୍କର କଥୋପକଥନେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ଯନ୍ତପତିଙ୍କୁ ମହାଲକ୍ଷ୍ମୀଙ୍କର ଅଭିଶାପ। ଶୁଣନ୍ତୁ ଶତ୍ରୁମଣ୍ଡଳୀ ଏକାଗ୍ର ଚିତ୍ତରେ ଅପୂର୍ବ ଚରିତ ଅଛି ଏ ଗ୍ରନ୍ଥ ମଧ୍ୟରେ। ଯାହା ଶ୍ରବଣରେ କର୍ଣ୍ଣ ମନ ଶୁଦ୍ଧି ହେବ ଯନ୍ତପତିର ଭୟରୁ ଉଦ୍ଧାର ଲଭିବ। ଏକ ଦିନ କର ଗାଥା ଶୁଣ ମନ ଦେଇ ନୈମିଷରଣ୍ୟେ ସର୍ବ ଋଷି ଥାନ୍ତି ରହି। ଏହି ସମୟ ଜୈମିନୀ ହେଲେ ଉପଗତ ତାହାଙ୍କୁ ଦେଖିଣ ସର୍ବେ ହେଲେ ଆନନ୍ଦିତ। ସେ ମହାବ୍ରହ୍ମଣ୍ୟ ତପସ୍ୱୀଙ୍କ ସମ୍ମାନାର୍ଥେ ସଭା ଏକ ଡକାଇଲେ ତପସ୍ୱୀ ସମସ୍ତେ। ଜୈମିନୀ ମହାଋଷିଙ୍କ ଆଗମନ ବାଣୀ ଶୁଣି ସକଳେ ଆନନ୍ଦ ହୋଇଲେ ତକ୍ଷଣୀ। କିପରି ତପୀଙ୍କ ପାଦ କରିବେ ଦର୍ଶନ ଆବର ଶାସ୍ତ୍ର ବଚନ ଶୁଣି ହେବେ ଧନ୍ୟ। ଯେତେ ମହାମହା ଶାସ୍ତ୍ର ଅଛି ବ୍ରହ୍ମାଣ୍ଡରେ ତାହା ସବୁ ରହିଥିଲା ଜୈମିନୀ ମୁଖରେ। ଏମନ୍ତ ପ୍ରତିଭାବାନ ଋଷି ଆଗମନେ ମିଳିତ ହୋଇଲେ ସର୍ବ ତପୀ ଏକ ସ୍ଥାନେ। ଯଥା ବିଧାନରେ ତାଙ୍କ ଅଭ୍ୟର୍ଥନା ସାରି ବୋଇଲେ ତପସ୍ୱୀ ଗଣ ମଧ୍ୟ ପାଞ୍ଚ ଚାରି। ଯେଉଁମାନେ ତାହାଙ୍କର ସମାନ ବୟସ୍କ ସେହି ପ୍ରକାଶ କରିଲେ ଜୈମିନୀଙ୍କ ପାଶ। ହେ ମହାତ୍ମା ପୌରାଣିକ ପୁରୁଷ ଜୈମିନୀ ତବ ସମୀପରେ ଆମ୍ଭେ କରୁଛୁ ଦଇନି। ଏ ଜଗତେ ଶ୍ରେଷ୍ଠ ସ୍ଥାନ ଅଟଇ ଯେ ସ୍ଥାନ ତାହାର ମହାତ୍ମ୍ୟ ବାରେ କରନ୍ତୁ ବର୍ଣ୍ଣନ। ହେମନ୍ତ ଋଷି ଗଣଙ୍କ ଅନୁନୟ ବାଣୀ ଶୁଣି ଜୈମିନୀ ସନ୍ତୋଷ ହୋଇଣ ତକ୍ଷଣୀ। ବୋଇଲେ ତପୀ ଗଣ ଗୁଣ ମନ ଦେଇ ଯାହା ପୁଛା କଲ ତାହା ଦେଉଛି ବୁଝାଇ। ଯେଉଁ ସ୍ଥାନର ମହାତ୍ମ୍ୟ କରିଲେ ଶ୍ରବଣ ତପୀ ଜୀବନରେ କିଛି ଲାଭ ହେବ ଜାଣ। ସେହି କ୍ଷେତ୍ର ଶିରୋମଣି ଶ୍ରୀ ପୁରୁଷୋତ୍ତମ ସାକ୍ଷାତରେ ଅଟଇ ସେ ମହାନିତ୍ୟ ଧାମ। ତାହାର ପ୍ରମାଣ ମାନ ବହୁ ଶାସ୍ତ୍ରେ ଅଛି ଗୋଟିଏ ମାତ୍ର ବିଷୟ ତୁମ୍ଭଙ୍କୁ କହୁଛି। ତହିଁରୁ ଜାଣିବ କେତେ ବଡ଼ କ୍ଷେତ୍ର ସେହି ବୈକୁଣ୍ଠପୁର ପ୍ରମାଣ ମଧ୍ୟ ଯିବ ପାଇ। ତାହାକୁ ଦେଖିଣ ଧାତା ଆଚମ୍ବିତ ହେଲେ ପୁଣି ଯମ ରାଜା ମଧ୍ୟ ମନେ ଭୟ କଲେ। କାକଟାଏ ଯେଉଁ ପରି ହେଲାଣି ମୁକତ ଯେ ଆସିବ ଏଥେ ତାର ପାପ ହେବ ଲୁପ୍ତ। ମହାମହା ପାପୀ ମାନେ କରି ଦର୍ଶନ
ପ୍ରାଣାନ୍ତେ ବୈକୁଣ୍ଠପୁରେ କରନ୍ତେ ଗମନ। ଏହିପରି ମନ ମଧ୍ୟେ ପାଞ୍ଚି ଜନ୍ତୁରାଣ ପୁରୁଷୋତ୍ତମ କ୍ଷେତ୍ରରେ ମିଳିଲେ ଯାଇଣ। 22 ପାବଛ ତଳେ ବସି ଭୂମି ପରେ ସ୍ତବ ଆରମ୍ଭିଲେ ସେ ହୁଏ ଏକାନ୍ତ ମନରେ। ବୋଇଲେ ଜଗନ୍ନାଥ ଜଗତ ଜୀବନ କୀଟ ପତଙ୍ଗ ଯାଏ ତୁମ୍ଭର ଭିଆଣ। ମୋତେ ମଧ୍ୟ ଯେଉଁ ଅଧିକାର ଅଛ ଦେଇ ପାପୀମାନଙ୍କୁ ଶାସନ କରିବାର ପାଇଁ, ନୋହିଲେ ଆପଣଙ୍କର ଶାସନ କ୍ଷେତ୍ରରେ ନାନା ବିଶୃଙ୍ଖଳା ଦେଖା ଦିଅନ୍ତା ଘରେ ଘରେ। ଭୟ ବୋଲି କରି ଯେଉଁ 2ଟି ଅକ୍ଷର ପାଷଣ୍ଡମାନଙ୍କ ପାଇଁ ରଜୁ ପରକାର, ସେତିକି ଗଲେ କାହାକୁ କେହି ନ ମାନିବେ। ସକଳେ ନିଜ ହାତରେ 14 ପାହେବେ। ତେଣୁ ହେ ଜଗତ କର୍ତ୍ତା କରିଣ ବିଚାର, ପାପୀମାନଙ୍କୁ ଅର୍ପଣ କରନ୍ତୁ ମକର। ଏମନ୍ତେ ଆରତ କଣ୍ଠେ ସ୍ମରନ୍ତେଣ ଯମ, ପ୍ରବେଶିଲେ ଲକ୍ଷ୍ମୀ ସହ ଶ୍ରୀ ପୁରୁଷୋତ୍ତମ। ତାହାର ମନୋଭିଳାଷ ଜାଣି ପାରି ସାଇଁ, ଠାରି ଦେଇ ମା ଲକ୍ଷ୍ମୀଙ୍କୁ ଗଲେ ଭାବଗ୍ରାହୀ। ଉଦ୍ଦେଶ୍ୟ ତାଙ୍କର ତୁମ୍ଭେ ଯମକୁ ବୁଝାଅ, କ୍ଷେତ୍ର ସମାଚାର ଗୋଟି ଗୋଟି ସବୁ କହ। ପ୍ରଭୁ ଆଦେଶରେ ମାତା ହୋଇ ଆନନ୍ଦିତ, ଜନ୍ତୁପତି ଆଗେ କ୍ଷେତ୍ର ଗାଥା କଲେ ବ୍ୟକ୍ତ। ଆବର ବୋଇଲେ ତୁମ୍ଭେ ଯେଉଁ ଉଦ୍ଦେଶ୍ୟରେ ଆସିଛ କେବେ ସଫଳ ନହିବ ଏଠାରେ। ନିତ୍ୟ ଆମ୍ଭ ଦୁହିଁଙ୍କର ଏ ବିହାର ସ୍ଥଳ, ଏ ସ୍ଥାନରେ ମୁକ୍ତି ହୁଅନ୍ତି ପାତକୀ ସକଳ। ବ୍ରହ୍ମାଅତି ଯେତେ ଦିଗ ପାଳଛନ୍ତି ରହି, ଏ ସ୍ଥାନରେ ତିଳେକାର ଅଧିକାର ନାହିଁ। ଏକଇ ଘଟଣା ତୁମ୍ଭେ ଶୁଣ ଦେଇ ମନ, ଯେବେ ମହାପ୍ରଳୟ ହେଲା ଯେ ତ୍ରିଭୁବନ। ସେ କାଳେ ପ୍ରଭୁଙ୍କ ବକ୍ଷେ ରହି ମୁଁ ସମସ୍ତ ଘଟଣାମାନ ହେ ଯମ ଦେଖିଅଛି ନେତ୍ର। ଚଉଦିଗରେ ପ୍ରଳୟ ଜଳ ଘୋଟିଥାଏ, ଚନ୍ଦ୍ର ସୂର୍ଯ୍ୟ ବେନିଙ୍କର ଦୃଶ୍ୟ ମଧ୍ୟ ନୁହେଁ। ବୃକ୍ଷଲତା ବଣ ପର୍ବତ ଆଦି କରି ନଗର ଗ୍ରାମ ସମସ୍ତ ଗ୍ରାସୀ ଥିଲା ବାରି। ଚନ୍ଦ୍ରମଣ୍ଡଳଠୁ ସୂର୍ଯ୍ୟମଣ୍ଡଳ ପର୍ଯ୍ୟନ୍ତ ଗ୍ରାସ କରିଥିଲା ଜଳ ଶୁଣ ଦେଇ ଚିତ୍ତ। ସେ କାଳେ କେବଳ ଏହି କ୍ଷେତ୍ର ଥିଲା ରହି, କଳ୍ପ ବଟ ପୁଟରେ ଥିଲୁ ଆମ୍ଭେ ଦୁଇ। ଆନ କେଉଁଠାରେ କିଛି ସତ୍ତା ହିଁ ନଥିଲା, କେବଳ ନୀଳ ଜଳରେ ପୂର୍ଣ୍ଣ ହୋଇଥିଲା। ସେହି ମହାପ୍ରଳୟରେ ଋଷି ମାର୍କଣ୍ଡେୟ ଭାସୁଥାନ୍ତି ପରମ ବ୍ରହ୍ମ ପାଦେ ରଖିଲୟ। ଅନେକ ସମୟ ପରେ ଭାସି ଭାସି ସେହି ଲାଗିଲେ ନୀଳାଚଳ ଧାମରେ ଆସି। ଆଶ୍ଚର୍ଯ୍ୟ ହୋଇଲେ ସେହୁ ଦେଖିଣ ନେତ୍ରରେ, ବୁଡ଼ି ନାହିଁ ବୋଲି ଏହି ସ୍ଥାନ ପ୍ରଳୟରେ। ତାପରେ ଚକାସନେ ବସି ବଟ ମୂଳେ, ଧ୍ୟାନ ଲଗାଇଣ ପ୍ରଭୁଙ୍କର ପାଦ ତଳେ। ଭକତ ବାନ୍ଧବ ହରି ଭକତ କଷଣ, ସହି ନ ପାରିଣ ଉଭା ହୋଇଲେ ଆସିଣ। ଆମ୍ଭ ବେନି ଜନଙ୍କୁ ସେ ଦେଖନ୍ତେ ନେତ୍ରରେ,
ଗଡ଼ ଘାଲିଣ ଶୋଇଲା ଆମ୍ଭର ଉପରେ। ଅନେକ ପ୍ରକାରେ ସ୍ତବ ତହିଁ ଆରମ୍ଭିଲା। ଦେଖି ପ୍ରଭୁଙ୍କର ମନ ତୃପତ ହୋଇଲା। ଦେଖି ପ୍ରଭୁଙ୍କର ମନ ତୃପତ ହୋଇଲା। ଅମୃତମଣ ହିଁ ତାଙ୍କୁ ଭୁଞ୍ଜିବାକୁ ଦେଇ ଆଦେଶ ଦେଲେ ଋଷିଙ୍କୁ ମାଧବ ଗୋସାଇଁ। ଯାଅ ଯାଅ ଆହେ ତପି କର ଦର୍ଶନ। ବଟପୁଟରେ ଅଛନ୍ତି ଶିଶୁ ଭଗବାନ। ସେ ବାଳ ମୁକୁନ୍ଦ ରୂପ ଦର୍ଶନ କରି ସ୍ୱଦେହରେ ତରି ଯାଏ ପ୍ରଳୟ ବାରି। ଶ୍ରୀନୀଳ ମାଧବ ମୁଖୁ ଏ ବଚନ ଶୁଣି ଚଳିଲେ ଅତି ଆନନ୍ଦେ ମାର୍କଣ୍ଡେୟ ମୁନି। କଳ୍ପ ବଟରେ ଯାଇ କଲେ ଆରୋହଣ। ବଟପୁଟ ପରେ ଶୋଇଛନ୍ତି ଭଗବାନ। ଶିଶୁ ରୂପେ ଶୋଇ ପାଟି ଅଛନ୍ତି ମେଲାଇ। ସେ ପାଟି ଗହରେ ପଡ଼ିଗଲେ ଋଷି ଯାଇ। ବିସ୍ତାରିତ ମୁଖ ବାଟେ ଗମନ କରିଲେ। ଆନନ୍ଦ ମନରେ ବିଷ୍ଣୁ ଗର୍ଭେ ପ୍ରବେଶିଲେ। ଦେଖିଲେ ସେଠାରେ ଯାହା ମୁନି ମାର୍କଣ୍ଡେୟ। ସ୍ଥିର ନ ପାରିଲେ ରହି ଚିତ୍ତେ ହେଲା ଭୟ। ସେ ଗର୍ଭ ଭିତର ଆୟତନର କଳନା କରି ନ ପାରିଲେ ମହାବିଜ୍ଞମନା। କେତେ ଦୈର୍ଘ୍ୟ କେତେ ପ୍ରସ୍ଥ ଅଟଇ ତାହାର। କଳିବା ଶକ୍ତି ନାହିଁ କୌଣସି ବ୍ୟକ୍ତିର। ତହିଁରେ ବିଶ୍ୱ ବ୍ରହ୍ମାଣ୍ଡ ଦେଖିଲେ କମୁନି। ଚତୁର୍ଦଶ ପୁର ବ୍ରହ୍ମାଦି ଦେବ ଶ୍ରେଣୀ। ସୁର ସିଦ୍ଧ ଗଣ ସହ ସର୍ବ ଋଷି ଗଣ। ଗନ୍ଧର୍ବ ରାକ୍ଷସ ଯକ୍ଷ ରକ୍ଷସ ହିତେଣ। କେତେ ଯେ ରହିଛି ତାହା କଳନା ନଥାଏ। ହକାର ହଜାର ନଦ ନଦୀ ବହିଯାଏ। ସାଗର ମାନଙ୍କ ସଂଖ୍ୟା କହିବି ବା କେତେ। ସଂକ୍ଷେପରେ ଅଳ୍ପ କିଛି କହୁଅଛି ଏଥେ। ପୃଥିବୀ ବନ ପର୍ବତ ସହ ନାନା ତୀର୍ଥ। କୁସୁମ ଉଦ୍ୟାନେ ଶୋଭା ଦିଶେ ଅବିରତ। ପୁଣି 7 ଗୋଟି ପୁର ସହିତେ ପାତାଳ। ରସାତଳ ସତଳ ଭୂତଳ ତଳାତଳ। ଇତ୍ୟାଦି ଗର୍ଭ ମଧ୍ୟରେ ଅଛି ବିଦ୍ୟମାନ। ନାଗବାଳା ଗଣ ସୁଖେ କରନ୍ତି ଭ୍ରମଣ। ମହାମୂଲ୍ୟବାନ ମଣି ମସ୍ତକରେ ନାହିଁ। ଭ୍ରମଣ କରନ୍ତି ନାଗବାଳା ହର୍ଷ ହୋଇ। ଶେଷଦେବ ସୁଶୋଭିତ ସହସ୍ର ଫଣାରେ। କର ଯୋଡ଼ି ସର୍ବେ ସ୍ତବ କରନ୍ତି ଛାମୁରେ। ସୁରଗଣ ହୋଇ ଅଷ୍ଟ ଋତୁରେ ମଣ୍ଡିତ। ସ୍ତବ କରୁଛନ୍ତି ତହିଁ ଯୋଡ଼ି କର ପତ୍ର। ସେମାନଙ୍କ ମଧ୍ୟରେ ରତ୍ନ ସିଂହାସନ ପରେ। ବିଜେ କରିଛନ୍ତି ପ୍ରଭୁ ଅପୂର୍ବ ବେଶରେ। ଶିଷ୍ୟଗଣ ସଙ୍ଗେ ନାନା ଶାସ୍ତ୍ର ବଖାଣନ୍ତି। ହରି ଲୀଳା ରସମାନ ଗାନ କରୁଥାନ୍ତି। ଚାରିଆଡ଼େ ଭ୍ରମି ମୁନି ଆଶ୍ଚର୍ଯ୍ୟ ହୋଇଲେ। ସେହି ଉଦରର ଆଦି ଅନ୍ତ ନ ପାଇଲେ। ପୁଣି ମୁଖ ବାଟେ ଗର୍ଭ ହୋଇଲେ ବାହାର। ଉପନୀତ ହେଲେ ଆସି ସେ ବଟ ମୂଳର। ଆମ୍ଭେ ନିଜନ ତହିଁ ଛିଡ଼ା ହୋଇଥିଲୁ। ମାର୍କଣ୍ଡ ଆସନ୍ତେ ତାଙ୍କୁ ଦର୍ଶନ ଦେଲୁ। ପ୍ରଭୁଙ୍କୁ ଚାହିଁଣ ସେହୁ ହୋଇ କୃତ୍ୟ କୃତ୍ୟ। ବୋଇଲେ ଭୋ ପ୍ରଭୁ ତବ ଲୀଳା ଅପ୍ରମିତ। ମୁହିଁ ଛାର କାହୁଁ ତାହା ପାରିବି ବା ଜାଣି।
ଦୟା କର ଏ ଦାସରେ କୃପା ଭଇ ପୁଣି ପ୍ରଳୟ ଜଳରେ ସୃଷ୍ଟି ବିନାଶ ହୋଇଲା। ପୁଣି ସେହି ସୃଷ୍ଟି ଏଠି କିପରି ଆସିଲା? ଆବର ଦେଖିଛି ଜଳେ ସବୁ ହେଲା ନାଶ। ଏଠାବକୁ କେହୁ ସ୍ପର୍ଶ କରି ନାହିଁ ଲେଶ। ମୁନିଙ୍କ ବଚନ ଶୁଣି କହିଲେ ଶ୍ରୀହରି ଏହି ସ୍ଥାନର ମହିମା ଶୁଣ ହେତୁ କରି। ମହାନିତ୍ୟ ବୋଲି କରି ଯାହାକୁ କହନ୍ତି ଏହି ଅଟେ ସେହି ସ୍ଥାନ ଶୁଣ ଦେଇ ମତି। ଶ୍ରୀ ପୁରୁଷୋତ୍ତମ ନାମ ବହିଛି ଏ ଧାମ। ନ କର ସନ୍ଦେହ ମୁନି ଏ ଯେ ମୋହ ସମ। ଜୟ ଜଗନ୍ନାଥ।